नमस्कार दर्शक बंधु खूब शीघ्र लगवाक जाऊँगी चंद्रग्रहण। राहुग्रस्त खंडग्रास चंद्रग्रहण एथर पूर्णिमा दिन लगवाक जाऊँगी चंद्रग्रहण। यह होची राहुग्रस्त खंडग्रास चंद्रग्रहण इंदु उत्सव पूर्णिमा। भगवत जन्म जो दिन से दिन लागिब चंद्रग्रहण। आसंता 7/9/2025 रविवार एही दिन हेबाकु जाउची चंद्रग्रहण। तेबे कौन रहिब देवनीति और पाकत्याग र नियम केउ समय ठारू आपण माने पूजा बंद करिवे, पूजा आउ करिवे नाही, केउ समय ठारू आपणक हांडी छाड़ रहिब, जानिबा ए सबु विषय रे वीडियोटी को शेष पर्यंत देखंतु। दर्शक बंधु प्रथमे आसंतु जानिबा केउ केउ राशि मानक पक्षे एही ग्रहणटी दर्शनी शुभ। मेष, वृष, सिंह, कन्या, तुला, धनु, मकर एवं कुंभ राशि एही व्यक्ति माने ग्रहण समय रे दर्शन करिपारिबे। ग्रहणे दर्शनी शुभ। सेहीपरि जेतेबेले ग्रहण समाप्त हेबो, ग्रहण सरिबा परे आपण माने जेतेबेले गाधेइबे ସେହି ସମୟରେ ଆପଣମାନେ କେଉଁ ମନ୍ତ୍ରର ପାଠ କରିବା ଉଚିତ ଆସନ୍ତୁ ଜାଣିବା। ଯଦା ପଦା ବିମୁକ୍ତାସି ରହେ ବର୍ତ୍ତନ ସଂକଟାତି ତଥାତ୍ୱଂ ରହିଣୀ ନାଥ ଆପୈଦେବ ମାଂ ବିମୋଚୟ। ଏହି ମନ୍ତ୍ର କାଗଜରେ ଲେଖି ରଖନ୍ତୁ ଏବଂ ଗାଧେଇବା ସମୟରେ ଏହି ମନ୍ତ୍ର ପାଠ କରିବେ। ତେବେ ଆସନ୍ତୁ ଜାଣିବା କ'ଣ ରହିବ ଦେବନୀତି ନିଷେଧ, କେତେବେଳୁ ଦେବନୀତି ନିଷେଧ ହେବ, କେଉଁ ସମୟଠାରୁ ହାଣ୍ଡି ଛାଡ଼ ନିୟମ ରହିବ। ତେବେ ଆସନ୍ତୁ ଜାଣିବା ପାଞ୍ଜି ଅନୁସାରେ କ'ଣ ରହିବ ପାକତ୍ୟାଗ ଓ ଦେବନୀତିର ନିୟମ। 7/9/2025 ଇନ୍ଦ୍ର ଉତ୍ସବ ପୂର୍ଣ୍ଣିମା ରବିବାର ଦିନ 12:58 ଠାରୁ ଦେବନୀତି ଓ ପାକତ୍ୟାଗ ନିଷେଧ। ରୋଷେଇ ବନ୍ଦ, ଠାକୁର ପୂଜା ବନ୍ଦ। ତେବେ ଏହି ଦିନର ଭଗବତ ଜନ୍ମ ଯାହା ବି ପୂଜା ଅଛି, ଯେ କୌଣସି ପ୍ରକାରର ପୂଜା ହଉ, ଏହି ଦିନ 12:58 ପୂର୍ବରୁ ସରିଯିବା ଭଲ। ଏହି ଦିନ ଖୁଦୁରୁକୁଣୀ ଓଷା ଅଛି, ତେଣୁ 12:58 ସୁଦ୍ଧା ସାରି ଦିଅନ୍ତୁ। କୌଣସି ପ୍ରକାରର ପୂଜା ହଉ, କୌଣସି ପିଣ୍ଡଦାନ ହଉ, ଯେ କୌଣସି ପ୍ରକାରର ହଉ, ଚନ୍ଦ୍ରପୂଜା ହଉ, ଏସବୁ ଜିନିଷ ସମୟ ଭିତରେ ସାରିବାକୁ ହେବ। ତେଣୁ ଶାସ୍ତ୍ର ଅନୁସାରେ ବାଳକ, ବୃଦ୍ଧ ଏବଂ ରୋଗୀ ଓ ଆତୁର ବ୍ୟକ୍ତିମାନେ ଏହି ସମ ନିୟମ ଉଲ୍ଲଂଘନୀୟ କରିପାରିବେ। ଯେମିତିକି ଗ୍ରହଣ ସମୟରେ ଦେବପୂଜା ନିଷେଧ, ଗ୍ରହଣ ସମୟରେ ଖାଦ୍ୟ ଭକ୍ଷଣ କରିବା ନିଷେଧ। କିନ୍ତୁ ବୃଦ୍ଧ, ବାଳକ ଆଉ ରୋଗୀ ଏମାନଙ୍କ ପକ୍ଷେ ଏସବୁ ନିୟମ ଉଲ୍ଲଂଘନୀୟ ଏବଂ ଆତୁର ବ୍ୟକ୍ତିମାନେ ଏହି ସବୁ ନିୟମ ଉଲ୍ଲଂଘନୀୟ କରିପାରିବେ। ତେବେ ଗ୍ରହଣ ସରିବ କେତେବେଳେ ନା ରବିବାର ଦିନ ତ ଗ୍ରହଣ ଲାଗିବ। ଦିନ 12:58 ଠାରୁ ଗ୍ରହଣ ଲାଗିଲା ନା ଗ୍ରହଣ ସରିବ କେତେବେଳେ ନା ସୋମବାର ଦିନ ସକାଳୁ ଯାହା ସବୁ ପୂଜାପାଠ କରିପାରିବେ, ରାତିରେ ଆଉ କିଛି କରିପାରିବେ ନାହିଁ। ଯାହା ହେବ ତା ପରଦିନ ସକାଳୁ ସୋମବାର ଦିନ, ରବିବାର ପରଦିନ ସୋମବାର ଦିନ ସୂର୍ଯ୍ୟ ଉଦୟ ପରେ ଆପଣଙ୍କର ଦେବନୀତି ଏବଂ ପାକତ୍ୟାଗ ତ ଯାହା ବି ସବୁ ବନ୍ଦ ଥିଲା ତାହା ଆରମ୍ଭ କରିପାରିବେ। ସୂର୍ଯ୍ୟ ଉଦୟ ପରେ ଆପଣ ଠାକୁର ପୂଜା କରିପାରିବେ, ରୋଷେଇ କରିବେ, କିଛି ଅସୁବିଧା ନାହିଁ। ତେବେ ଦର୍ଶକ ବନ୍ଧୁ ଆଶା କରୁଛି ଆଜିର ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।